ଏଇଟା ମାନେ ଯାହା ଟିକେ ଥିଲା ମାନେ ନବୀନ ବାବୁଙ୍କର ପରିସ୍ରା ତଳେ ପଡ଼ୁଥିଲା ଏଇନା ପୁରା ଆଗକୁ ପଡ଼ିଲାଣି। ଡାକ୍ତରଖାନାଠୁ ବସ୍ ଷ୍ଟାଣ୍ଡଠୁ ଇଏଠୁ ଖାଇବାଠୁ ବରଯାତ୍ରୀଠୁ ରିସେପସନ୍ଠୁ ନବୀନ ପଟ୍ଟନାୟକ ହାଜର। କାଲି ଡାକ୍ତରଖାନା ଗୋଟେ ଚେୟାରମ୍ୟାନ୍ ମୁଖକୁ ଯାଇ ଦେଖାଗଲାଣି। ଏଇନା ଚେଙ୍ଗା ଭଳିଆ ସେ ହେଲାଣି ଆଉ ତାର କ'ଣ ଅଲ୍ଟରନେଟ୍। ସେ ସେତେବେଳେ ଦିହ ଖରାପ ଥିଲା ଏଇନା ଚେଙ୍ଗା ହେଇସାରିଲାଣି ପୁରା ପୁରା ଏକଦମ ଚେଙ୍ଗା ହେଇସାରି ନବୀନ ପଟ୍ଟନାୟକ। ଆଉ ଯିଏ ଯାହା ଟିକେ ଥିଲା ଏ ଭକ୍ତ ଦାସ ହାତ ମିଳିଲାକୁ ରାହୁଲ ଗାନ୍ଧୀ ହାତ ମିଳିଲାକୁ ପୁରା ଏକଦମ ଉଚ୍ଛନ୍ନ ହେଇ ଯୋଉଟା ଯାକ ଟିମ୍ ବାହାରିଲାଣି। କମିଂ କଂଗ୍ରେସ ହଁ ହଁ 100% ପାୱାର ଏଇନା ଦେଇଛି। କେତେ ଯିବେ ଆସିବେ ଏଗୁଡ଼ାକ ପ୍ରହସନ। ଆମ ଓଡ଼ିଶା କ'ଣ ଇଣ୍ଡିଆରେ ବହୁ ନେତା ପଳେଇବେ ସେପଟକୁ ପଳେଇବେ ଏପଟକୁ। ଏ ନୀତିଶ କୁମାର 13 ଥର ବଦଳିଛି ଦଳ। ଏଗୁଡ଼ା କାହିଁ ଆଙ୍କ ବିଷୟରେ ଚର୍ଚ୍ଚା କରିବା। ଏଗୁଡ଼ା ଅଲାଜୁକ। ସିଏ କିଏ? ତୁ ତ ନିଜେ ଅଲ୍ ଆଉଟ୍ ହେଇଗଲୁ। ନିଜେ ଇନ୍ରେ ଥିଲାବେଳେ ଭାରି ପ୍ରଶଂସା କରୁଥିଲୁ ନବୀନ ବାବୁଙ୍କ ଧଳା ବାଳ ଭାରି ସୁନ୍ଦର ପାନିଆରେ ସାଇଁ ସାଇଁ ଯାଉଛି। ଏଇନା କ'ଣ ବାଳ ତମକୁ କାହାରି ଗନ୍ଧଉଛି? ହଁ ନବୀନ ବାବୁଙ୍କ ବାଳ ଏଇନା ଗନ୍ଧଉଛି ବାହାରିଗଲ ବୋଲି। ଏଗୁଡ଼ା ପ୍ରହସନ କରନି। ସେସବୁ ନାହିଁ। କଂଗ୍ରେସ ଏଭ୍ରିଡେ ରାଇଜ୍। ରାହୁଲ ଗାନ୍ଧୀ ଇଣ୍ଡିଆରେ ଭକ୍ତ ଦାସ ଏଠେଇ ଗଳି କନ୍ଦିରେ ଆମର ଆଗେଇ ଚାଲିଛି। କଂଗ୍ରେସ ଏ ଦେଶକୁ ବଞ୍ଚେଇବ। କଂଗ୍ରେସ ସ୍ୱାଧୀନ କରିଥିଲା କଂଗ୍ରେସ। ଏଇ ନାଁର ଯୁଦ୍ଧର ସମାଧାନ କରିବ କଂଗ୍ରେସ। ସମୟକୁ ଅପେକ୍ଷା ହଁ ଏଗୁଡ଼ାକ ଚୁଚୁନ୍ଦରା ଗୁଡ଼ାକ। ବିଜେଡିର ଉତ୍ତରାଧିକାରୀ ପ୍ରଶ୍ନ ଉଠୁଛି, ଆପଣଙ୍କ ମତ କ'ଣ? କୋଉଟା ବିଜେଡିର ଉତ୍ତରାଧିକାରୀ? ବିଜେଡିର